দ্বিতীয়টি হল লিঙ্গ। এই দুটি ইন্দ্রিয় মনুষ্য জীবনକୁ ନଷ୍ଟଭ୍ରଷ୍ଟ କରି ପକାଏ। ଜିହ୍ୱାକୁ ସନ୍ତୁଷ୍ଟ କରିବାକୁ ଯାଇ ମନୁଷ୍ୟ ରୋଗକୁ ସ୍ୱାଗତ କରେ। লিঙ্গକୁ ସନ୍ତୁଷ୍ଟ କରିବାକୁ ଯାଇ ଜୀବନକୁ ନଷ୍ଟ କରେ। ତେଣୁ ଏହି ଦୁଇଟିକୁ ଯେଉଁମାନେ ନିଜ ଆୟତ୍ତରେ ରଖି ଜୀବନ ବିତେଇଥାନ୍ତି ସେମାନେ ସାଧୁରେ ଗଣା ହୁଅନ୍ତି। ଇନ୍ଦ୍ରିୟମାନଙ୍କୁ କେମିତି ନିଜ ଆୟତ୍ତରେ ରଖିବ ତାହା ଗଛପଟାରୁ ଶିକ୍ଷା କର। ଗଛପର ଚାଲିଚଳନକୁ ଲକ୍ଷ୍ୟ କଲେ ଜାଣିପାରିବ ସେ କେତେ ସାବଧାନତା ଅବଲମ୍ବନ କରି ବାଟ ଚାଲେ। ଯଦି ଜାଣିଲା ଆଗକୁ ବିପଦ ଅଛି ତେବେ ନିଜର କାଢ଼ିଥିବା ବେଗଟିକୁ ତା ଶରୀର ଭିତରକୁ ନେଇ ଚୁପ୍ ହେଇ ରହିଯାଏ। ବିପଦମୁକ୍ତ ଅବସ୍ଥା ଜାଣିଲେ ବେଗକୁ ପୁନଶ୍ଚ କାଢ଼ି ବାଟ ଚାଲିଥାଏ ଗଛ। ଠିକ୍ ସେହିପରି କେତେବେଳେ କର୍ମ ଯୋଗୀ ଇନ୍ଦ୍ରିୟ ଗଣକୁ ନିଜ ଆୟତ୍ତକୁ ନେଇଯାଏ ସେତେବେଳେ ତାର ବୁଦ୍ଧି ପ୍ରତିଷ୍ଠିତ ହୋଇଥାଏ। ଜିହ୍ୱା ଏବଂ ଲିଙ୍ଗ ପରି ଭାଷାର ମଧ୍ୟ ସଂଯମ ରକ୍ଷା କରିବା ଏକାନ୍ତ ଜରୁରୀ। ଏକମାତ୍ର ଭାଷା ହେଉଛି ମନୁଷ୍ୟର ପରିଚୟ। ଅସଂଯତ ଭାଷା କ୍ରୋଧକୁ ବଢ଼ାଏ। କ୍ରୋଧ ବଢ଼ିଲେ ମନୁଷ୍ୟ ହିତାହିତ ଜ୍ଞାନ ହରାଇଥାଏ। ବୁଦ୍ଧି ନଷ୍ଟ ହୁଏ। ଠିକ୍ କ'ଣ ଭୁଲ କ'ଣ ବୁଝି ନ ପାରି ଏପରି ଏକ ଅଘଟଣ ଘଟାଇ ଦିଏ ଯାହାଫଳରେ ଜୀବନର ଅଧଃପତନ ହୁଏ। ଲୋକଙ୍କ ଦ୍ୱାରା କୌଣସି ଭଲ କାମ ହେଇପାରେ ନା କି କାହାରି ଠାରୁ ସେ ଆଶୀର୍ବାଦ ପାଇପାରେ ନା। ତେଣୁ କ୍ରୋଧକୁ ଯେଉଁମାନେ ଦମନ କରିଥାନ୍ତି ସେମାନେ ଭଲ ଲୋକରେ ଗଲା ହୁଅନ୍ତି। କ୍ରୋଧଟା କାହିଁକି ବଢ଼େ? କ୍ରୋଧଟା କାହିଁକି ବଢ଼େ? ନିଜ ସ୍ୱାର୍ଥରେ ବାଧା ଘଟିଲେ କ୍ରୋଧ ବଢ଼ିଥାଏ। ତେଣୁ ସ୍ୱାର୍ଥକୁ ଯେଉଁମାନେ ସର୍ବସ୍ୱ ବୋଲି ଧରି ନେଇଛନ୍ତି ସେମାନେ ପଶୁଙ୍କ ଭଳି ଜୀବନ ଦେଇଥାନ୍ତି। ପଶୁ ସେମାନେ ପଶୁ 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 ସେମାନେ ପଶୁ। ତାଙ୍କ ଜୀବନର ମୁକ୍ତି